ଦିନେ ପକ୍ଷୀ ରାଜା ଚିଲ ଜଙ୍ଗଲରେ ବୁଲି ବୁଲି ଚଢ଼େଇଙ୍କୁ ଦେଖୁଥିଲା। ହଠାତ୍ ତାର ନଜର ମୂର୍ତ୍ତି ବନାଉଥିବା ଏକ ଚଢ଼େଇ ଉପରେ ପଡ଼ିଲା। ସେ ଚଢ଼େଇଟି ଅନେକ ସୁନ୍ଦର ସୁନ୍ଦର ମୂର୍ତ୍ତି ତିଆରି କରିଥିଲା। ବାଃ ଚଢ଼େଇ, ତୁ କେତେ ସୁନ୍ଦର ମୂର୍ତ୍ତି ତିଆରି କରିଛୁ। ତୋ ମୂର୍ତ୍ତି ସବୁ ଦେଖିବାକୁ ପୁରା ଜୀବନ୍ତ ପରି ଲାଗୁଛି। ଆଚ୍ଛା ଚଢ଼େଇ, ତୁ ମୋର, ମୋ ଝିଅର ଆଉ ମୋ ସ୍ତ୍ରୀର ଏକ ମୂର୍ତ୍ତି ତିଆରି କରି ପାରିବୁ? ଆଜ୍ଞା ମହାରାଜ, ମୁଁ ପାରିବି। ତେବେ ଠିକ୍ ଅଛି, ତୁ ଯଦି ଭଲ ମୂର୍ତ୍ତି ତିଆରି କରିବୁ ମୁଁ ତତେ 100ଟି ସ୍ୱର୍ଣ୍ଣ ମୁଦ୍ରା ଦେବି। ସିପାହୀ, ଯାହା ଯାହା ବି ଲାଗିବ ଏ ଚଢ଼େଇକୁ ଆଣିଦିଅ। ସେ ଶୀଘ୍ର ତା କାମ ଆରମ୍ଭ କରୁ। ତାପରେ ସୈନିକ ମାନେ ଭଲ ମାଟି ଆଣି ସେ ଚଢ଼େଇକୁ ଦେଲେ। ମୂର୍ତ୍ତିକାର ଚଢ଼େଇ ଦିନ ରାତି ପରିଶ୍ରମ କରି ରାଜା ଚିଲ ତା ସ୍ତ୍ରୀ ଆଉ ତାଙ୍କ ଝିଅର ଖୁବ୍ ସୁନ୍ଦର ମୂର୍ତ୍ତି ତିଆରି କରିଦେଲା। ସେ 3 ମୂର୍ତ୍ତି ଜୀବନ୍ତ ପରି ଲାଗୁଥିଲେ। ବାପା ବାପା, ଏ 3 ମୂର୍ତ୍ତି ଭାରି ସୁନ୍ଦର ହେଇଛି। ମୋ ମୂର୍ତ୍ତିଟାକୁ ଦେଖ, ମୁଁ କେତେ ସୁନ୍ଦର ଦେଖାଯାଉଛି। ମୁଁ ବହୁତ ଖୁସି ବାପା। ହଁ ରାଜା, ମୁଁ ବି ବହୁତ ଖୁସି। ତୁମେ ମୂର୍ତ୍ତିକାରକୁ ଭଲ ପୁରସ୍କାର ଦିଅ। ତାପରେ ରାଜା ଚିଲ ମୂର୍ତ୍ତିକାର ଚଢ଼େଇକୁ ବହୁତ ଭଲ ପୁରସ୍କାର ଦେଲା। ସେ ସେଇ 3 ମୂର୍ତ୍ତିକୁ ନିଜ ପ୍ରାସାଦରେ ରଖିଲା। ସବୁଦିନ ରାଜା ନିଜ ମୂର୍ତ୍ତିକୁ ଦେଖି ଖୁବ୍ ଖୁସି ହେଉଥିଲା। ଦିନେ ସକାଳେ ରାଜା ଚିଲ ନିଜ ମୂର୍ତ୍ତି ଦେଖିବାକୁ ଗଲା। ସେ ସବୁ ମୂର୍ତ୍ତିକୁ ଧରି ଧରି ଦେଖୁଥିଲା। ହଠାତ୍ ସେ ଦେଖିଲା ସେ 3 ମୂର୍ତ୍ତିରେ ଅନେକ ମଇଳା ଲାଗିଛି। ରାଜା ଚିଲ ରାଗି ଯାଇ ନିଜ ସୈନ୍ୟମାନଙ୍କୁ ଡାକିଲା। ସିପାହୀ, କୁଆଡ଼େ ଗଲ? ଶୀଘ୍ର ଏଠାକୁ ଆସ। ଆଜ୍ଞା ମହାରାଜ, ଆମକୁ ଡାକିଲେ? ମୋ 3 ମୂର୍ତ୍ତିରେ ଅନେକ ଧୂଳି ଲାଗିଛି। ପ୍ରତିଦିନ ମୋ ମୂର୍ତ୍ତି ସଫା କରିବା ପାଇଁ ଏକ ଚଢ଼େଇର ବ୍ୟବସ୍ଥା କର। ମୁଁ ଚାହୁଁନି ଧୂଳିମଳି ଲାଗି ମୋ ମୂର୍ତ୍ତି ନଷ୍ଟ ହେଇଯାଉ। ଆଜ୍ଞା ମହାରାଜ, ଆପଣ ଚିନ୍ତା କରନ୍ତୁନି, ମୁଁ ଏବେ ଯାଉଛି ଚଢ଼େଇ ଆଣିବାକୁ। ତାପରେ ସେ ସିପାହୀ ଚଢ଼େଇ ଖୋଜିବାକୁ ଗଲା। ସେଇ ଜଙ୍ଗଲରେ ରାଜୁ ଆଉ ରିନୁ ନାମରେ 2ଟି ଗରିବ ଚଢ଼େଇ ରହୁଥିଲେ। ରାଜୁ ବଜାରରେ ବୁଲି ବୁଲି କାମ ଖୋଜୁଥିଲା। ହଠାତ୍ ତାର ରାଜୁ ସିପାହୀ ସହ ଦେଖା ହେଲା। ସିପାହୀ ଯେତେବେଳେ ଜାଣିଲା ରାଜୁ କାମ ଖୋଜୁଛି, ସେ ତାକୁ ଧରି ପ୍ରାସାଦକୁ ଗଲା। ମହାରାଜ, ୟା ନାଁ ହେଉଛି ରାଜୁ। ରାଜୁ କାମ ଖୋଜୁଥିଲା। ଆପଣଙ୍କ ମୂର୍ତ୍ତି ଦେଖାଶୁଣା କରିବା ପାଇଁ ମୁଁ ୟାକୁ ନେଇ ଆସିଲି। ଠିକ୍ ଅଛି, ତୁ ମୋ 3 ମୂର୍ତ୍ତିର ଭଲ କି ଯତ୍ନ ନେ। ହେଲେ ହଁ, ମୋ 3 ମୂର୍ତ୍ତିର ଯଦି କିଛି କ୍ଷତି ହୁଏ ମୁଁ ତତେ କଠିନ ଶାସ୍ତି ଦେବି। ନା ନା ମହାରାଜ, ମୋର ଏତେ ସାହସ ନାହିଁ ଯେ ମୁଁ ଆପଣଙ୍କ ମୂର୍ତ୍ତିର କିଛି କ୍ଷତି କରିବି। ମୁଁ ମନ ଧ୍ୟାନ ଦେଇ ମୋ କାମ କରିବି। ତାପରେ ରାଜୁ ସେ 3 ମୂର୍ତ୍ତି ପାଖ ଗଲା ଆଉ ମୂର୍ତ୍ତି ଗୁଡାକୁ ସଫା କରିବାରେ ଲାଗି ପଡ଼ିଲା। ସେ ପ୍ରତିଦିନ ମୂର୍ତ୍ତି ସବୁକୁ ଭଲ ଭାବରେ ସଫା କରୁଥିଲା। ରାଜା ତା କାମରେ ଖୁସି ହେଇ ତାକୁ ଅନେକ ଟଙ୍କା ଦେଉଥିଲା। ଏହିପରି ବେଶ କିଛି ଦିନ ବିତିଗଲା। ଦିନେ ହଠାତ୍ ରାଜୁ ସ୍ତ୍ରୀର ଦେହ ଖରାପ ହେଇଗଲା। ରାଜୁ ତା ସ୍ତ୍ରୀର ଦେଖାଶୁଣା କରୁଥିଲା, ଯାହା ଫଳରେ କାମକୁ ଯିବା ପାଇଁ ତାର ଡେରି ହେଇଗଲା। ଆରେ ରାଜୁ, ତୁ ଆଜି ଏତେ ଡେରି କାହିଁକି କରିଦେଲୁ? ସିପାହୀ ଆଜ୍ଞା, ମୋ ସ୍ତ୍ରୀର ଦେହ ଖରାପ ଥିବାରୁ ମୁଁ ତାର ଦେଖାଶୁଣା କରୁଥିଲି। ସେଥିପାଇଁ ଆସୁ ଆସୁ ଟିକେ ଡେରି ହେଇଗଲା। ଯା, ଶୀଘ୍ର ନିଜ କାମ କରିବୁ। ରାଜାଙ୍କ ମୂର୍ତ୍ତିରେ ଯଦି ଟିକେ ବି ମଇଳା ଲାଗିଥାଏ ସେ ତତେ କାମରୁ ବାହାର କରିଦେବେ। କାମ ଚାଲିଯିବା ଭୟରେ ରାଜୁ ତରତର ହେଇ ରାଜାଙ୍କ ମୂର୍ତ୍ତି ପାଖକୁ ଗଲା ଆଉ ଶୀଘ୍ର ଶୀଘ୍ର ସେ 3 ମୂର୍ତ୍ତିକୁ ସଫା କରିବାରେ ଲାଗି ପଡ଼ିଲା। ହଠାତ୍ ଭୁଲରେ ସେ ରାଣୀ ମୂର୍ତ୍ତିର ଥଣ୍ଟ ଭାଙ୍ଗିଦେଲା। ହେ ଭଗବାନ, ଏ କଣ ସର୍ବନାଶ ହେଇଗଲା। ରାଜା ଯଦି ଜାଣିବେ ମୁଁ ରାଣୀମାଙ୍କ ମୂର୍ତ୍ତି ଭାଙ୍ଗି ଦେଇଛି, ସେ ମତେ ଜୀବନରୁ ମାରିଦେବେ। ହେ ପ୍ରଭୁ, ମତେ ରକ୍ଷା କର। ଏ କଣ, ତୁମେ ମୋ ମାର ମୂର୍ତ୍ତିକୁ ଭାଙ୍ଗିଦେଲ? ମୁଁ ଏବେ ବାପାଙ୍କୁ ଏକଥା କହିଦେବି। ରାଜା ଝିଅ ଶୀଘ୍ର ଯାଇ ଚିଲ ରାଜାକୁ ଏକଥା କହିଦେଲା। ରାଜା ଚିଲ ରାଗି ଯାଇ ସିପାହୀଙ୍କୁ ଆଦେଶ ଦେଲା ରାଜୁକୁ ବନ୍ଦୀ କରିବା ପାଇଁ। ତତେ ମୁଁ ଆଗରୁ କହିଥିଲି, ମୋ ମୂର୍ତ୍ତିର ଯଦି ଟିକେ ବି କ୍ଷତି ହୁଏ ମୁଁ ତତେ କଠିନ ଶାସ୍ତି ଦେବି। ଏବେ ତୋର ଶାସ୍ତି ହେଉଛି ମୃତ୍ୟୁ। ନା ନା ମହାରାଜ, ମତେ ଏତେ ବଡ଼ ଶାସ୍ତି ଦିଅନ୍ତୁନି। ଦୟାକରି ମୋ କଥା ଆଗ ଶୁଣନ୍ତୁ। ମୁଁ ଜାଣିଶୁଣି ରାଣୀମାଙ୍କ ମୂର୍ତ୍ତି ଭାଙ୍ଗିନି। ଭୁଲରେ ରାଣୀମାଙ୍କ ମୂର୍ତ୍ତି ଭାଙ୍ଗିଗଲା। ନା, ମୁଁ ତୋର କିଛି କଥା ଶୁଣିବିନି। ତତେ ଆଜି ମୃତ୍ୟୁଦଣ୍ଡ ମିଳିବ। ସିପାହୀ, ଏ ଚଢ଼େଇକୁ ନେଇ ଫାଶୀରେ ଝୁଲେଇ ଦିଅ। ସିପାହୀ ରାଜୁକୁ ଫାଶୀରେ ଝୁଲେଇବା ପାଇଁ ନେବା ସମୟରେ
ରାଜୁ ଦୌଡ଼ି ଯାଇ ରାଜା ଚିଲ ଆଉ ତା ଝିଅର ଭଲ ମୂର୍ତ୍ତିକୁ ନେଇ ଆସି ରାଜାଙ୍କ ସାମ୍ନାରେ ହିଁ ଭାଙ୍ଗିଦେଲା। ଏସବୁ ଦେଖି ରାଜା ଚିଲ ଆହୁରି ରାଗିଗଲା। କିରେ ତୋର ଏତେ ସାହସ, ତୁ ମୋ ମୂର୍ତ୍ତି ଆଣି ମୋ ସାମ୍ନାରେ ହିଁ ଭାଙ୍ଗି ଦେଉଛୁ? ତୋର କ'ଣ ମୂର୍ତ୍ତିକୁ ଟିକେ ବି ଭୟ ନାହିଁ? ମହାରାଜ, ଭୁଲରେ ମୁଁ ଗୋଟିଏ ମୂର୍ତ୍ତି ଭାଙ୍ଗିଦେଲି ବୋଲି ଆପଣ ମୋତେ ମୃତ୍ୟୁଦଣ୍ଡ ଦେଲେ। ମୁଁ ଯିବା ପରେ ଏ ଦୁଇ ଭଲ ମୂର୍ତ୍ତିର ଦେଖାଶୁଣା କରିବା ପାଇଁ ଆପଣ ଆଉ ଜଣଙ୍କୁ ରଖିବେ। ସେ ଯଦି କେବେ ଭୁଲରେ ମୂର୍ତ୍ତି ଭାଙ୍ଗିଦିଏ ଆପଣ ତାକୁ ବି ମୃତ୍ୟୁଦଣ୍ଡ ଦେବେ। ମୁଁ ଚାହୁଁନି ଆଉ କାହାର ବି ପ୍ରାଣ ଯାଉ, ସେଥିପାଇଁ ଏମିତି କାମ କଲି। ନା ଥିବ ମୂର୍ତ୍ତି, ନା ଯିବ କାହାର ଜୀବନ। ରାଜୁର ଏପରି କଥା ଶୁଣି ରାଜା ଚିଲ ନିଜ ଭୁଲ ବୁଝିପାରିଲା। ସେ ମନରେ ଚିନ୍ତା କଲା, ଆରେ ମୁଁ ଏ କେତେ ବଡ଼ ଭୁଲ କରିବାକୁ ଯାଉଥିଲି। ଏ ସାମାନ୍ୟ ମାଟିର ମୂର୍ତ୍ତି ପାଇଁ ମୁଁ ଏ ରାଜୁକୁ ମୃତ୍ୟୁଦଣ୍ଡ ଦେଉଥିଲି। ସେ ଗୋଟେ ସାଧାରଣ ଚଢ଼େଇ ହେଇ ମରିବା ସମୟରେ ବି ଆଉ ଗୋଟେ ଚଢ଼େଇର ଭଲ ଚିନ୍ତା କରୁଛି, ହେଲେ ମୁଁ ରାଜା ହେଇ ନିଜ ଚିନ୍ତା କରୁଥିଲି। ଛି, ବାଃ ରାଜୁ, ସତରେ ତୁ ଆଜି ମୋର ଆଖି ଖୋଲିଦେଲୁ। ମରିବା ସମୟରେ ବି ତୁ ନିଜ ଚିନ୍ତା ନ କରି ଅନ୍ୟର ଭଲ ଚିନ୍ତା କରୁଛୁ। ତୋର ଏଇ ଗୁଣ ଦେଖି ମୁଁ ଅନେକ ଖୁସି। ମୁଁ ତ ମୃତ୍ୟୁଦଣ୍ଡ ଫେରେଇ ନେଉଛି। ଯା, ଏବେ ଘରକୁ ଫେରିଯା। କାଲିଠୁ ତୁ ସବୁଦିନ ଆସି ଏ ରାଜପ୍ରାସାଦରେ କାମ କରିବୁ। ଏମିତି ଶୁଣି ରାଜୁ ଖୁସି ହେଇ ଚିଲ ରାଜାକୁ ଧନ୍ୟବାଦ ଜଣାଇଲା ଆଉ ଖୁସି ମନରେ ନିଜ ଘରକୁ ଫେରିଗଲା। ଥରେ ଏକ ଜଙ୍ଗଲରେ ଗୋଟେ ମୂର୍ଖ କାଉ ରହୁଥିଲା। ସେ କାଉ ଥିଲା ବହୁତ ଅଳସୁଆ। କିଛି କାମ ନ କରି ଦିନ ସାରା ସେ ଶୋଇ ରହୁଥିଲା। ଯେତେବେଳେ ଭୋକ ଲାଗୁଥିଲା ଚଢ଼େଇଙ୍କଠୁ ଖାଇବା ମାଗି ଖାଉଥିଲା, ଆଉ ଯେବେ ଖାଇବାକୁ ପାଉନଥିଲା ଉପାସରେ ଶୋଉଥିଲା। ଥରେ 2 ଦିନ ଧରି ସେ କିଛି ଖାଇବାକୁ ପାଇଲାନି। ସେ ମନରେ ଏକ ଉପାୟ ଚିନ୍ତା କଲା। ଓଃ, ଭାରି ଭୋକ ଲାଗିଲାଣି। 2 ଦିନ ହେଲାଣି ମୁଁ କିଛି ଖାଇନି। ଏମିତି ଯଦି ସବୁଦିନ ଖାଇବାକୁ ପାଇବିନି ମୁଁ ତ ଭୋକରେ ମରିଯିବି। ମୋତେ କିଛି କାମ କରିବାକୁ ପଡ଼ିବ। ଏମିତି କାମ ଯେଉଁଥିରେ ବେଶୀ ପରିଶ୍ରମ କରିବାକୁ ପଡ଼ିବନି ଆଉ ବହୁତ ଟଙ୍କା ରୋଜଗାର କରିପାରିବି। ଆମ ଜଙ୍ଗଲରେ ତ ଗୋଟେ ବି ସ୍କୁଲ ନାହିଁ। ମୁଁ ଏ ଜଙ୍ଗଲରେ ଗୋଟେ ସ୍କୁଲ ଖୋଲିବି। ଚଢ଼େଇ ଛୁଆଙ୍କୁ ପଢ଼େଇବା ବଦଳରେ ତାଙ୍କ ବାପା ମାଆଙ୍କଠୁ ଚାଉଳ ଦାନ ନେବି। ହେଲେ ଗୋଟେ ସମସ୍ୟା, ମୁଁ ତ ନିଜେ ପାଠ ପଢ଼ିନି। ଛୁଆଙ୍କୁ କେମିତି ପାଠ ପଢ଼େଇବି? ଆରେ ହଁ, ପାଖ ଜଙ୍ଗଲରେ ମୋର ଗୋଟେ ଶିକ୍ଷକ ସାଙ୍ଗ ଅଛି। ମୁଁ ତା ପାଖରୁ କିଛି ଶିଖିନେବି ଆଉ ଏଠି ଚଢ଼େଇ ଛୁଆଙ୍କୁ ପଢ଼େଇବି। ଏମିତି ଚିନ୍ତା କରି କାଉ ସେ ଜଙ୍ଗଲରେ ଏକ ସ୍କୁଲ ଖୋଲିଲା। ଜଙ୍ଗଲରେ ସ୍କୁଲ ଖୋଲିବା କଥା ଜାଣି ଚଢ଼େଇମାନେ ବହୁତ ଖୁସି ହେଇଗଲେ ଆଉ ସମସ୍ତେ କାଉର ସ୍କୁଲରେ ତାଙ୍କ ଛୁଆଙ୍କର ନାଁ ଲେଖିଲେ। କାଉ ଥିଲା ଯେତିକି ମୂର୍ଖ ସେତିକି ରାଗି। ଗୋଟେ ଦିନ ସ୍କୁଲରେ, ଗୁଡ୍ ମର୍ଣ୍ଣିଂ ମ୍ୟାଡାମ। ଗୁଡ୍ ମର୍ଣ୍ଣିଂ ଷ୍ଟୁଡେଣ୍ଟ, ଡାଉନ୍ ସିଟ୍। ମ୍ୟାଡାମ, ଡାଉନ୍ ସିଟ୍ ନୁହଁ, ସିଟ୍ ଡାଉନ୍ କୁହନ୍ତୁ। ମିଟୁ ଛୁଆର ଏମିତି କଥା ଶୁଣି କାଉ ବହୁତ ରାଗିଗଲା। କ'ଣ କହିଲୁ? ମୁଁ ତତେ ପାଠ ପଢ଼ଉଛି ନା ତୁ ମୋତେ ପାଠ ପଢ଼ଉଛୁ? ତୁ ମୋତେ ଭୁଲ ଠିକ୍ ଶିଖେଇବୁ? ତୋ ସାହସ ତ କମ୍ ନାହିଁ। ଆସ ମୋ ପାଖକୁ ଆସ। ମ୍ୟାଡାମ, ମୋର ଭୁଲ ହେଇଗଲା। ମୁଁ ଆଉ କେବେ ବି ଏମିତି କହିବିନି। ମୋତେ ଛାଡ଼ି ଦିଅନ୍ତୁ। ଯା, ନିଜ ସିଟ୍ରେ ବସିବୁ। ସକାଳୁ ସକାଳୁ ମୋ ମୁଡ୍ ଖରାପ କରିଦେଲା। ଶୁଣ ସମସ୍ତେ, ଆଜି ମୁଁ ତମମାନଙ୍କୁ ପାଠ ପଢ଼େଇବିନି। ନିଜେ ନିଜେ ହିଁ ପାଠ ପଢ଼, ବୁଝିଲ? ଅନ୍ୟ ଚଢ଼େଇ ଛୁଆମାନେ ମିଟୁ ଛୁଆର ମାଡ଼ ଦେଖି ବହୁତ ଡରି ଯାଇଥିଲେ। ସେମାନେ ଭୟରେ ଚୁପଚାପ ନିଜ ନିଜ ବହି ଖୋଲି ପଢ଼ିବାକୁ ଲାଗିଲେ। ଏମିତି କାଉ ବିନା କାରଣରେ ଚଢ଼େଇ ଛୁଆଙ୍କୁ ବହୁତ ପିଟୁଥିଲା। ଗୋଟେ ଦିନ, ମ୍ୟାଡାମ ଠିକରେ ଆମକୁ ପାଠ ପଢ଼ଉନାହାନ୍ତି। ବିନା କାରଣରେ ସବୁଦିନ ଆମକୁ ପିଟୁଛନ୍ତି। ଆଜି ଯଦି ସେ ମୋତେ ପିଟିବେ ମୁଁ ଘରେ କହିଦେବି। ହଁ ସାଙ୍ଗ, ତୁ ଠିକ କହିଛୁ। ଘରେ ମୋ ମା ମୋତେ କେବେ ବି ପିଟେନି, ହେଲେ ମ୍ୟାଡାମ ଏଠି ସବୁଦିନ ମୋତେ ପିଟୁଛନ୍ତି। ଆମ ବାପା ମା ପାଠ ପଢ଼େଇବା ବଦଳରେ ମ୍ୟାଡାମକୁ କେତେ କ'ଣ ଖାଇବା ଦେଉଛନ୍ତି, ହେଲେ ମ୍ୟାଡାମ ଆମକୁ ପାଠ ନ ପଢ଼େଇ ଖାଲି ପିଟୁଛନ୍ତି। ଛୁଆଙ୍କର ଏ କଥା ବାହାରେ ଥାଇ କାଉ ଶୁଣୁଥିଲା। ସେ ମନରେ ଚିନ୍ତା କଲା, ଆରେ ଏ ପିଲାମାନେ ଯଦି ତାଙ୍କ ବାପା ମାଙ୍କୁ ଏ ସବୁ କଥା କହିଦେଲେ ମୋ ସ୍କୁଲ ତ ବନ୍ଦ ହେଇଯିବ। ସ୍କୁଲ ବନ୍ଦ ହେଲେ ମୁଁ ଏତେ ଖାଇବା କୋଉଠୁ ପାଇବି? ଆରେ ନା ନା, ମୁଁ ଏମିତି କେବେ ହେବାକୁ ଦେବିନି। ମୁଁ ଶୀଘ୍ର କିଛି ବ୍ୟବସ୍ଥା କରିବି ଆଉ ଛୁଆଙ୍କୁ ଟିକେ କମ୍ ପିଟିବି। ଏମିତି ଚିନ୍ତା କରି
କାଉ କ୍ଲାସ୍ ଭିତରକୁ ଗଲା। ସେ ମନରେ ସ୍ଥିର କଲା ସେ ଆଜି ଛୁଆଙ୍କୁ ପିଟିବନି କି ରାଗିବନି। ହେଲେ ସେତେବେଳେ ମିଟୁ ଛୁଆ କହିଲା, ମ୍ୟାଡାମ୍ ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିବି? ହଁ ହଁ ପଚାର, କ'ଣ ପଚାରିବୁ? ମ୍ୟାଡାମ୍ ଲେଡି ଫିଙ୍ଗରକୁ ଓଡ଼ିଆରେ କ'ଣ କୁହନ୍ତି? ଲେଡି ଫିଙ୍ଗର? ହଁ, ଲେଡି ମାନେ ଝିଅ, ଫିଙ୍ଗର ମାନେ ଆଙ୍ଗୁଳି, ତା ମାନେ ହେଲା ଝିଅଙ୍କର ଆଙ୍ଗୁଳି। ହେଲେ ମ୍ୟାଡାମ୍ ମୋ ମା ତ କହିଥିଲା ଲେଡି ଫିଙ୍ଗର ମାନେ ଭେଣ୍ଡି, ତାହେଲେ କୋଉଟା ଠିକ୍ ଉତ୍ତର? ତତେ କହିଲି ପରା, ଲେଡି ମାନେ ଝିଅ, ଫିଙ୍ଗର ମାନେ ଆଙ୍ଗୁଳି। ଲେଡି ଫିଙ୍ଗର ମାନେ ହେଲା ଝିଅର ଆଙ୍ଗୁଳି। ନାଇଁ ମ୍ୟାଡାମ୍, ଲେଡି ଫିଙ୍ଗରକୁ ଓଡ଼ିଆରେ ଭେଣ୍ଡି କୁହନ୍ତି, ଆପଣ ଭୁଲ କହିଲେ। ଏମିତି କହି ସବୁ ଚଢ଼େଇ ଛୁଆ ହସିବାକୁ ଲାଗିଲେ। ଚଢ଼େଇ ଛୁଆଙ୍କୁ ନିଜ ଉପରେ ହସିବା ଦେଖି କାଉର ମୁଣ୍ଡ ଗରମ ହେଇଗଲା। ସେ ପୁଣି ଥରେ ଛୁଆଙ୍କୁ ପିଟିବା ଆରମ୍ଭ କଲା। ଖବରଦାର କହୁଛି, ମୁଁ ସ୍କୁଲରେ ପିଟିବା କଥା ଘରେ କହିବନି। ମୁଁ ତମ ବାପା ମାଙ୍କ ସହ କଥା ହେଇଛି, କେହି ବି ତମ କଥାକୁ ବିଶ୍ୱାସ କରିବେନି। ଆଉ ଯଦି ମୁଁ ଜାଣେ ଏକଥା ଯାଇ ଘରେ କହିଛ, ପରଦିନ ମୁଁ ତମମାନଙ୍କୁ 2 ଗୁଣା ପିଟିବି। କାଉର କଥା ଶୁଣି ସବୁ ଛୁଆ ବହୁତ ଡରିଗଲେ। ସେମାନେ ଘରେ ଏ ବିଷୟରେ କିଛି ବି କହିଲେନି। ହେଲେ ଦିନେ କାଉ ପାରା ଛୁଆକୁ ବହୁତ ପିଟିଲା। ପାରା ଛୁଆ ସେଦିନ ଘରେ ତା ମାଆକୁ ସବୁ କଥା କହିଦେଲା। ମା ମୁଁ ସ୍କୁଲକୁ ଯିବିନି, ମ୍ୟାଡାମ୍ ପାଠ ପଢ଼ାନ୍ତିନି, ସବୁବେଳେ ଖାଲି ପିଟନ୍ତି। ମୁଁ ସବୁଦିନ ତ ମ୍ୟାଡାମ୍ ସହ କଥା ହେଉଛି, ସେ କହୁଥିଲେ ତୁ ଜମା ବି ପାଠ ପଢ଼ିବାରେ ମନ ଦେଉନୁ, ଆଉ ତୁ ତାଙ୍କ ନାଁରେ ମିଛ କଥା କହୁଛୁ। ନାଇଁ ମା, ମୁଁ ସତ କହୁଛି, ମୋ କଥାକୁ ଟିକେ ବିଶ୍ୱାସ କର। ପାରା ଛୁଆ ତା ମାଆକୁ ଯେତେ କହିଲେ ବି ତା ମା ଏ କଥାକୁ ବିଶ୍ୱାସ କଲା ନାହିଁ, ଆଉ ତାକୁ ସ୍କୁଲ ପଠେଇଦେଲା। ତା ଭଳି ଅନ୍ୟ ଚଢ଼େଇ ଛୁଆଙ୍କ ବାପା ମା ବି ଏ କଥାକୁ ବିଶ୍ୱାସ କରୁନଥିଲେ। କାଉ ମିଛ କହି ଚଢ଼େଇ ଛୁଆଙ୍କ ବାପା ମାଙ୍କୁ ବୁଝଉଥିଲା। ସମସ୍ତେ ବି ତା କଥାକୁ ବିଶ୍ୱାସ କରି ଛୁଆଙ୍କୁ ସ୍କୁଲ ପଠାଉଥିଲେ। କିଛି ଦିନ ପରେ ସେ ଜଙ୍ଗଲକୁ ଗୋଟେ ଚଢ଼େଇ ତା ଛୁଆ ସାଙ୍ଗରେ ରହିବାକୁ ଆସିଲା। ମା ଚଢ଼େଇ ଥିଲା ବହୁତ ବୁଦ୍ଧିମାନ। ସେ ତା ଛୁଆକୁ ପାଠ ପଢ଼େଇବା ପାଇଁ କାଉର ସ୍କୁଲରେ ଭର୍ତ୍ତି କରିଦେଲା। ମ୍ୟାଡାମ୍ ମୋ ଛୁଆ ଭଲ ପାଠ ପଢ଼େ, ହେଲେ ସେ ଟିକେ ଦୁଷ୍ଟ। ଯଦି ଆପଣ ତାକୁ ଭଲରେ ବୁଝେଇବେ, ସେ ଆପଣଙ୍କର ସବୁ କଥା ମାନିବ। ଏମିତି କଥା ହେଇ ମା ଚଢ଼େଇ କାଉର ସ୍କୁଲରେ ତା ଛୁଆର ନାଁ ଲେଖେଇ ଘରକୁ ଚାଲି ଆସିଲା। ପରଦିନ ସେ ତା ଛୁଆକୁ ସ୍କୁଲ ପଠେଇଲା। ଆରେ ଧନ, ଆଜି ସ୍କୁଲରେ ତୋର ପ୍ରଥମ ଦିନ, ଜମା ବି ଦୁଷ୍ଟ ହେବୁନି। ମ୍ୟାଡାମ୍ ଯାହା କହିବେ ତାଙ୍କ କଥା ମନ ଦେଇ ଶୁଣିବୁ। ଠିକ୍ ଅଛି ମା, ମୁଁ ଏବେ ଯାଉଛି। ଏମିତି କହି ଚଢ଼େଇ ଛୁଆ ସ୍କୁଲକୁ ଗଲା। ଶିକ୍ଷକ କାଉ ଭୟରେ କ୍ଲାସ୍ ଭିତରେ ଛୁଆମାନେ ଚୁପଚାପ ହେଇ ବସୁଥିଲେ। ଆରେ ଛୁଆମାନେ, ଜଲ୍ଦି ଖାତା ବାହାର କର। ଯିଏ ହୋମୱାର୍କ କରିନଥିବ ସିଏ ଆଜି ବହୁତ ମାଡ଼ ଖାଇବ। କାଉର କଥା ଶୁଣି ସବୁ ଚଢ଼େଇ ଛୁଆ ବହୁତ ଡରିଗଲେ। ପାରା ଛୁଆଟି କହିଲା, ମ୍ୟାଡାମ୍ ମୁଁ କାଲି ମୋ ମାମୁଁ ଘରକୁ ଯାଇଥିଲି, ଫେରୁ ଫେରୁ ଟିକେ ଡେରି ହେଇଗଲା, ମୁଁ ଆଜି ହୋମୱାର୍କ କରିକି ଆଣିନି। କ୍ଲାସରେ କିଛି ବାହାନା ଚଳିବନି। ହୋମୱାର୍କ କରିକି ନ ଆସିଲେ ତମମାନଙ୍କୁ ପନିଶମେଣ୍ଟ ମିଳିବ। ତୁ ଏଠାକୁ ଆସ, କ୍ଲାସ୍ ସରିବା ଯାଏ କାନ ଧରି ଗୋଟେ ଗୋଡ଼ରେ ଛିଡ଼ା ହେ। ତାପରେ ପାରା ଛୁଆ କାନ ଧରି ଗୋଟେ ଗୋଡ଼ରେ ଛିଡ଼ା ହେଲା। କାଉ ନୂଆ ଆସିଥିବା ଚଢ଼େଇ ଛୁଆକୁ କହିଲା, ଏଇ ଛୁଆ ତୋ ହୋମୱାର୍କ କାଇଁ? ମ୍ୟାଡାମ୍ ମୁଁ ଆଜି ପ୍ରଥମ ଥର ସ୍କୁଲକୁ ଆସିଲି, ମୁଁ ହୋମୱାର୍କ କେମିତି ଆଣିବି? ସମସ୍ତଙ୍କ ପାଇଁ ଏଠି ଗୋଟେ ନିୟମ, ତୁ ହୋମୱାର୍କ ଆଣିନୁ ମାନେ ତତେ ବି ଶାସ୍ତି ମିଳିବ। କାଉ ଚଢ଼େଇ ଛୁଆମାନଙ୍କୁ କଠୋର ଶାସ୍ତି ଦେଉଥିଲା, ଆଉ ସବୁଦିନ ଗୋଟେ ପ୍ରକାରର ପାଠ ପଢ଼ଉଥିଲା। ସାଙ୍ଗ, ମ୍ୟାଡାମ୍ ସବୁଦିନ ଗୋଟେ ପାଠ କାହିଁକି ପଢ଼ଉଛନ୍ତି? ଦେଖ ନା, ଗୋଟେ ମାସ ହେଲାଣି ଖାଲି ABCD ଶିଖଉଛନ୍ତି, ତା ଆଗକୁ ଆଉ କିଛି ବି ଶିଖଉନାହାନ୍ତି। ମୁଁ ଏକଥା ଆଜି ମୋ ମାଆକୁ କହିଦେବି। ମ୍ୟାଡାମ୍ ସବୁଦିନ ଗୋଟେ ପାଠ ପଢ଼ଉଛନ୍ତି, ଆଉ ଆମକୁ ବିନା କାରଣରେ ପିଟୁଛନ୍ତି। ଆରେ ସାଙ୍ଗ, ଭୁଲରେ ବି ଏମିତି କାମ କରିବୁନି। ଥରେ ମୁଁ ଘରେ ମ୍ୟାଡାମଙ୍କ ବିଷୟରେ କହିଥିଲି, ହେଲେ ମୋ କଥାକୁ କେହି ବିଶ୍ୱାସ କଲେ ନାହିଁ। ପରଦିନ ମ୍ୟାଡାମ ମୋତେ ସ୍କୁଲରେ ବହୁତ ପିଟିଲେ। ହେଲେ ଚଢ଼େଇ ଛୁଆ କାହାରି କଥା ନ ଶୁଣି ତା ମାଆକୁ ସ୍କୁଲରେ ଘଟୁଥିବା ସବୁ ଘଟଣା କହିଦେଲା। ସବୁ ଶୁଣି ଚଢ଼େଇ ମାଆଟି ଅନ୍ୟ ଚଢ଼େଇ ମା ମାନଙ୍କୁ ଏ ବିଷୟରେ କହିଲା, ହେଲେ କେହି ବି ତା କଥାକୁ ବିଶ୍ୱାସ କଲେ ନାହିଁ। ଆରେ ଭଉଣୀ, ତମେ ଛୋଟ ଛୁଆଙ୍କ କଥାକୁ ବିଶ୍ୱାସ କରୁଛ?
ଏମାନେ ପାଠ ନ ପଢ଼ିବା ପାଇଁ ଏମିତି ବାହାନା କରୁଛନ୍ତି। ଆମେ କାଉକୁ ଭଲ ଭାବରେ ଜାଣିଛୁ ସେ କ'ଣ ପାଇଁ ଛୁଆକୁ ପିଟିବ। ଚଢ଼େଇ ଭଉଣୀ, ଛୁଆମାନେ ଛୋଟ ବୋଲି ତାଙ୍କ କଥାକୁ ଅବିଶ୍ୱାସ କରିବା ଠିକ୍ ନୁହଁ। ପ୍ରମାଣ ବିନା ମୁଁ କାଉକୁ ଦୋଷ ଦେଉନି। କାଲି ଆମେ କାଉକୁ ନ ଜଣେଇ ସ୍କୁଲକୁ ଯିବା, ଦେଖିବା ସେ କେମିତି ପାଠ ପଢ଼ୁଛି। ଛୁଆମାନେ ସତ କହୁଛନ୍ତି କି ନାହିଁ ଆମେ ନିଜ ଆଖିରେ ଦେଖିବା। ମା ଚଢ଼େଇର ଏଇ କଥାରେ ସମସ୍ତେ ରାଜି ହେଇଗଲେ। ପରଦିନ ସେମାନେ କାଉକୁ ନ ଜଣେଇ ସ୍କୁଲକୁ ଗଲେ। କାଉ ସେତେବେଳେ ଛୁଆଙ୍କୁ ପିଟୁଥିଲା। ବଦମାସ ଦଳ, ସତ କୁହ, କିଏ ଘରେ ଯାଇ କହିଲା ମୁଁ ସ୍କୁଲରେ ପାଠ ପଢ଼ଉନି? ସତ ନ କହିଲେ ମୁଁ ତମ ସମସ୍ତଙ୍କୁ ବହୁତ ପିଟିବି। ତମ ବାପା ମା ସବୁ ବୋକା। ତମ ଭଳି ଛୋଟ ଛୁଆଙ୍କ କଥାକୁ କେହି ବିଶ୍ୱାସ କରିବେନି। ଚାଉଳ ଦାନା ଲୋଭରେ ମୁଁ ଏଠି ସ୍କୁଲ ଖୋଲିଛି। ତମେମାନେ ପାଠ ପଢ଼ କି ନ ପଢ଼, ମାସ ପୁରିଲେ ମୋତେ ଚାଉଳ ଦାନା ଦରକାର। ଏସବୁ କଥା ପଛରେ ଛିଡ଼ା ହେଇ ଚଢ଼େଇ ଛୁଆଙ୍କ ମା ମାନେ ଶୁଣୁଥିଲେ। ସେମାନେ କାଉ ଉପରେ ବହୁତ ରାଗିଗଲେ। ଛି ଛି କାଉ, ତୁ ଏତେ ଖରାପ ବୋଲି ଆମେ ଜାଣିନଥିଲୁ। ନିଜ ସ୍ୱାର୍ଥ ପାଇଁ ତୁ ଛୁଆଙ୍କର ଭବିଷ୍ୟତକୁ ନଷ୍ଟ କରିବାକୁ ଯାଉଥିଲୁ। ଆମେ ତୋ ଉପରେ ବିଶ୍ୱାସ କରି ପାଠ ପଢ଼ିବା ପାଇଁ ଛୁଆଙ୍କୁ ତ ପାଖକୁ ପଠାଉଥିଲୁ, ଆଉ ତୁ ଏଠି ଛୁଆଙ୍କ ଉପରେ ଅତ୍ୟାଚାର କରୁଛୁ। ତୁ ଛୋଟ ଛୁଆଙ୍କୁ ପିଟି ପାରିଲୁ କେମିତି? ତୋ ମନରେ କ'ଣ ଦୟା ଟିକେ ବି ନାହିଁ? ତୁ କ'ଣ ଜାଣିନୁ ଛୋଟ ଛୁଆଙ୍କୁ ମାଡ଼ ଦେଇ ନୁହଁ ବୁଝେଇକି ପାଠ ପଢ଼ାଯାଏ? ତ ତମେମାନେ ହଠାତ୍ ଏଠି, ତମେମାନେ ଯେମିତି ଭାବୁଛ ମୁଁ ସେମିତି ନୁହଁ। ଛୁଆଙ୍କୁ ଡରିବା ପାଇଁ ମୁଁ ଏମିତି କହୁଥିଲି, ମୋ କଥାକୁ ବିଶ୍ୱାସ କର। ହେଲେ କେହି ବି କାଉର କଥାକୁ ବିଶ୍ୱାସ କଲେ ନାହିଁ। ତାପରେ ଛୋଟ ଛୁଆଙ୍କୁ ପିଟିବା ଅଭିଯୋଗରେ କାଉକୁ ପୋଲିସ ବାନ୍ଧି ନେଲେ। ଏମିତି ଚଢ଼େଇ ଛୁଆମାନେ ଦୁଷ୍ଟ ଶିକ୍ଷକ କାଉ ପାଖରୁ ରକ୍ଷା ପାଇଲେ। କିଛି ଦିନ ପରେ ପାଖ ଜଙ୍ଗଲର ଦୁଇଟି ଶିକ୍ଷିତ ଚଢ଼େଇ ସେ ଜଙ୍ଗଲକୁ ଆସିଲେ, ଆଉ ସେ ଜଙ୍ଗଲରେ ଏକ ସ୍କୁଲ ଖୋଲିଲେ। ସେମାନେ ବହୁତ ଭଲ ପାଠ ପଢ଼ଉଥିଲେ। ଚଢ଼େଇ ଛୁଆମାନେ ବି ଖୁସିରେ ତାଙ୍କ ପାଖରେ ପାଠ ପଢ଼ୁଥିଲେ।